नमस्कार ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ସେକ୍ସନ 17ର ଉପସେକ୍ସନ 3 ଏବଂ 4 କଣ କହୁଛି। ଅର୍ଥାତ୍ କହିବାକୁ ଗଲେ ଆମର ସେକ୍ସନ 17 ହେଉଛି ଯେ ରିମୁଭାଲ ଅଫ ଚିଫ୍ ଇନଫର୍ମେସନ କମିଶନ ଅର ଷ୍ଟେଟ ଇନଫର୍ମେସନ କମିଶନ। ଏଇଟା ହଉଛି ଯୋଉଟା କି ଆମର ରିମୁଭାଲ କୋଉ ଆକାରରେ କରାଯିବ, କାହିଁକି କରାଯିବ, ରିମୁଭାଲଟି କରିବାର ଉଦ୍ଦେଶ୍ୟ କଣ। ତେବେ ଦେଖନ୍ତୁ ଉପସେକ୍ସନ 3 କଣ କହୁଛି। ଯଦିଓ ଚିଫ୍ ଇନଫର୍ମେସନ କମିଶନ କିମ୍ବା ଷ୍ଟେଟ ଇନଫର୍ମେସନ କମିଶନକୁ ଗଭର୍ଣ୍ଣର ବା ରାଜ୍ୟପାଳ ତାଙ୍କୁ କଣ କରିପାରିବେ, ରିମୁଭ୍ କରିପାରିବେ, ପଦରୁ ଅପସାରଣ କରିପାରିବେ। କେତେବେଳେ ନା ଯଦି ସେ ଭାବି ପାରିଲେ ବା ଚିନ୍ତା କରିପାରିଲେ ତ ତାଙ୍କୁ ଉପସାରଣ କରିବା ପାଇଁ ତ ଗୋଟେ ଆପଣଙ୍କର ଯାଇଥିବ ସୁପ୍ରିମକୋର୍ଟ ଗୋଟେ ଯାଇଥିବ ନୋଟିସ ଗୋଟେ ଯାଇଥିବ। ସେ ନୋଟିସକୁ ତଦାରଖ ସେମାନେ ସେ ନୋଟିସ ପାଖରେ ବା ରେଫରେନ୍ସ ଲେଟର, ନୋଟିସ ତ ନୁହଁ ରେଫରେନ୍ସ ବୋଲି କହିବା, ରେଫରେନ୍ସ ଯୋଉଟା ଯାଇଥିବ ସୁପ୍ରିମକୋର୍ଟରେ ସେ ତଦାରଖ କରିବା ପୂର୍ବରୁ ଯଦିଓ ରାଜ୍ୟପାଳ ବୁଝିପାରିଲେ ଯେ ଏଇ ଚିଫ ଇନଫର୍ମେସନ କମିଶନ ବା ଆପଣଙ୍କର ଷ୍ଟେଟ ଇନଫର୍ମେସନ କମିଶନ ଆଡଜର୍ଜ ଆଣ୍ଡ ଇନସଲଭେଣ୍ଟ, ଅର୍ଥାତ୍ କହିବାକୁ ଗଲେ ସେ ଯେକୌଣସି ଏକ ଦେବାଳିଆ ଥିବେ, କୌଣସି ପ୍ରକାର ସେ ଗୋଟେ ଦେବାଳିଆ ସ୍ଥିତିରେ ଥିବା, ଦେବାଳିଆ ହେଇଥିବେ। ଏବଂ ଆଉ କଣ ଅଛି ନା ଗଭର୍ଣ୍ଣମେଣ୍ଟ ଇନସଲ୍ଭ ଇମୋରାଲ ଟର୍ପିଚୁଡ, ଅର୍ଥାତ୍ ଏଇ ଏହିପରି ଦୋଷୀ ସାବ୍ୟସ୍ତ ହୋଇଥିବେ ଯାହାକି ରାଜ୍ୟପାଳଙ୍କର ନୈତିକ ଅ, ଦୃଷ୍ଟିକୋଣରେ ତାହା ହଉଛି ଗୋଟେ ଭ୍ରଷ୍ଟାଚାର। ଭ୍ରଷ୍ଟାଚାରରେ ମଧ୍ୟ ସେ ଯଦି ଲିପ୍ତ ଥିବେ ତାହେଲେ ଆଉ ଗୋଟେ ଜିନିଷଟା କଣ ହଉଛି ନା ଆପଣଙ୍କର ନିଜ ପଦ ପଦବୀରେ ରହି ସୁଦ୍ଧା ସେ ଆଉଟସାଇଡ ରେ ଡ୍ୟୁଟି କରୁଛନ୍ତି ବା ଆଉଟସାଇଡ ଯାଇକି ବୈତନିକ ଡ୍ୟୁଟି କରୁଛନ୍ତି। ଏଇ କ୍ଷେତ୍ରରେ ଯଦି ସେ ଜାଣିପାରିଲେ, କି ରାଜ୍ୟପାଳ ଜାଣିପାରିଲେ, ତାପରେ ଆଉ କଣ ଅଛି ନା ରାଜ୍ୟପାଳଙ୍କ ମତରେ ଆ ସେ ଯଦି ଶାରୀରିକ ଏବଂ ମାନସିକ ଭାବରେ କର୍ତ୍ତବ୍ୟ କରିବା ପାଇଁ ଉପଯୁକ୍ତ ନୁହଁ, ବା ସେ ଯଦି ଆପଣଙ୍କର କାମ କରିବା ପାଇଁ ଉପଯୁକ୍ତ ନୁହଁ, ନା ତାଙ୍କର ଶାରୀରିକ ମାନସିକ ଷ୍ଟ୍ରଙ୍ଗ ନୁହଁ, ବା ସେ ଦୁର୍ବଳ ପର୍ସନ ବୋଲି ସେ ଭାବି ପାରିଲେ ବା ଜାଣିପାରିଲେ, ବା ଏଇଟା କରିବା ପାଇଁ ତାଙ୍କର ଦକ୍ଷତା ନାହିଁ, ମାନେ ତାଙ୍କର କର୍ତ୍ତବ୍ୟ ନାହିଁ ବା ଦକ୍ଷତା ନାହିଁ ବା କାଲିବାଟି ନାହିଁ ବା ସ୍କିଲ୍ ନାହିଁ, ଏଇଟା ଯଦି ରାଜ୍ୟପାଳ ବୁଝିପାରିଲେ ତାହେଲେ ମଧ୍ୟ ତାପରେ ଆଉ ଗୋଟେ ଜିନିଷ କଣ ନା ଅଲଗା ଗୋଟେ କର୍ପୋରେସନ ଦ୍ଵାରା ସେ ଚାକିରି କରୁଥିବେ। ଏଠି ଇନଫର୍ମେସନ କମିଶନ, ଚିଫ ଇନଫର୍ମେସନ କମିଶନ କିମ୍ବା ଷ୍ଟେଟ ଇନଫର୍ମେସନ କମିଶନ ଥିବେ ଏବଂ ଅଲଗା ପ୍ରଫିଟ ଅର୍ଗାନାଇଜେସନରେ ବା କମ୍ପାନୀରେ ଆପଣଙ୍କର କାମ କରୁଥିବେ। ଅର୍ଥାତ୍ ଯେକୌଣସି ଗୋଟେ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ଯେକୌଣସି ଗୋଟେ ସଂସ୍ଥାରେ ସେ କାର୍ଯ୍ୟ କରୁଥିବେ, ପ୍ରଫିଟ ପାଉଥିବେ ବା ଆପଣଙ୍କର ଦରମା ଆକାରରେ ପାଉଥିବେ। ତାପରେ ଏଇ ସମସ୍ତ କ୍ଷେତ୍ରକୁ ନେଇକି ବା ଏ ସମସ୍ତ ବିଷୟବସ୍ତୁକୁ ନେଇକି ରାଜ୍ୟପାଳ ରେଫରେନ୍ସ ରେଟ୍ ଯୋଉଟା ସୁପ୍ରିମକୋର୍ଟକୁ ପଠାଯାଇଛି ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ଯଦି ଏତିକି ଭାବି ପାରିଲେ ସେ ଇନସଲଭେଣ୍ଟ ଅଛନ୍ତି ବା ଦେବାଳିଆ ଅଛନ୍ତି, ବା ସେ କଣ ଅଛନ୍ତି ନା ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ବା ଆପଣଙ୍କର ଆଉଟସାଇଡରେ ମାନେ ବୈତନିକ କାର୍ଯ୍ୟ କରୁଛନ୍ତି, ବା ସେ ତାଙ୍କର ମାନସିକ ସ୍ଥିତି ଭଲ ନାହିଁ, ବା ସେ କାର୍ଯ୍ୟ କରିବା ପାଇଁ ତାଙ୍କର ଦକ୍ଷତା ନାହିଁ, ବା ସେ ଅନ୍ୟାନ୍ୟ ଲାଭଦାୟକ ପଦପଦବୀରେ ଅଛନ୍ତି ରାଜ୍ୟ ସରକାର କି ବା କେନ୍ଦ୍ର ସରକାରଙ୍କର ଅଲଗା କର୍ପୋରେସନରେ। ତ ଏଇ ପରିସ୍ଥିତିରେ ରେଫରେନ୍ସ ରିପୋର୍ଟ ଆସିବା ପୂର୍ବରୁ, ସୁପ୍ରିମକୋର୍ଟର ଯୋଉ ରେଫରେନ୍ସ ରିପୋର୍ଟ ଆସିବା ପୂର୍ବରୁ ରାଜ୍ୟପାଳଙ୍କର ପାୱାର ଅଛି ବା ଦକ୍ଷତା ଅଛି ବା ସକ୍ଷମ ଅଛି ଅଟନ୍ତି ଯେ ଚିଫ ଇନଫର୍ମେସନ କମିଶନ ବା ଷ୍ଟେଟ ଇନଫର୍ମେସନ କମିଶନକୁ କଣ କରିବେ, ରିମୁଭ୍ କରିପାରିବେ। ଏଇଟା ଗଲା ସେକ୍ସନ 3, ଉପସେକ୍ସନ 3, 17 ଉପସେକ୍ସନ 3। ତେବେ ସେକ୍ସନ 17ର ଉପସେକ୍ସନ 4 କଣ କହୁଛି। 4 ସାଧାରଣତଃ ଭାବରେ କହୁଛି ଯେ ରାଜ୍ୟ ସରକାର if the state chief information commissioner or state information commissioner in any way concerned or interested in any contract or agreement made by or on behalf of the government of the state or the participate any way in the profit thereof or in any way benefit or emolument arising therefrom otherwise than as a member and is common with the other members of an incorporated company, he shall, for the purpose of subsection 1, be deemed to be guilty or misbehavior। ଅର୍ଥାତ୍ କହିବାକୁ ଗଲେ ଯଦିଓ ରାଜ୍ୟର ଚିଫ ଇନଫର୍ମେସନ କମିଶନ କିମ୍ବା ଷ୍ଟେଟ ଇନଫର୍ମେସନ କମିଶନ ଯଦି କୌଣସି ପ୍ରକାର କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ପ୍ରଫିଟ ମାନେ ଗୋଟେ ଅର୍ଗାନାଇଜେସନ ଅଛନ୍ତି ଏବଂ କାର୍ଯ୍ୟ କରିବାରେ ସେମାନଙ୍କର ସେଇ କାର୍ଯ୍ୟ କରି ଏଇ କାର୍ଯ୍ୟ କରିବାରେ ଆ, ଉମ୍, ଆ, ସମ୍ପୂର୍ଣ୍ଣ ସେମାନେ ସକ୍ଷମ ହେଇପାରିବେ ନାହିଁ। ଏଇଟା ସେ ଯଦି ହୃଦବୋଧ ହେଇପାରିଲେ, ଅର୍ଥାତ ଅଲଗା ଗୋଟେ ଅଫିସରେ ସେମାନେ କାର୍ଯ୍ୟକ୍ରମ କରୁଛନ୍ତି, ସେଇଠୁ ସେମାନେ ବୈତନିକ କାର୍ଯ୍ୟକ୍ରମ କରୁଛନ୍ତି, ଇମୋଲିମେଣ୍ଟ ପାଉଛନ୍ତି, ଇମୋଲିମେଣ୍ଟ ଏରାଜିଂ ହଉଛି, ବା ଆପଣଙ୍କର କଣ ନା ସେ କାମ କରିବେ ପୁଣି ଏଇ କାମ କରିବେ, ଏଇ କ୍ଷେତ୍ରରେ ଅସୁବିଧା ହବ, ବା ଯୋଉ ବେନିଫିଟ ପାଉଛନ୍ତି ବାହାରେ ଅଲଗା ଅଫିସରେ ରହିକି ବା ଅଲଗା କର୍ପୋରେସନରେ ରହିକି, ତ
ତ ଏଇ କ୍ଷେତ୍ରରେ ଜଣା ପଡିବ ଯେ ସେ କାର୍ଯ୍ୟ କରିବେ ପୁଣି ଏଇ କାର୍ଯ୍ୟ କଲା ବେଳେ ତାଙ୍କର ଦକ୍ଷତା ନଥିବ ବା କାର୍ଯ୍ୟରେ ହାମ୍ପରିଂ ହବ। ଏଇ ଆର୍ଟି ଆକ୍ଟକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ତାଙ୍କର ଯୋଉ ସମସ୍ତ କାର୍ଯ୍ୟକ୍ରମ ରହିଛି, ହିୟରିଂ କରିବା ବା କମ୍ପ୍ଲେନ ଶୁଣାଣି କରିବା ବା ଯାହା କିଛି ରୁଲ ରେଗୁଲେସନ ତିଆରି କରିବା, କମ୍ପିଟେଣ୍ଟ ଅଥରିଟି ହିସାବରେ ବା ଗଭର୍ଣ୍ଣମେଣ୍ଟର ଆପ୍ରୁଭ୍ ନେଇକି ଯାହା କିଛି ରୁଲ ରେଗୁଲେସନ ତିଆରି କରିବା, ସେଥିରେ ବାଧା ସୃଷ୍ଟି ହେବ ବୋଲି ବିବେଚନା କରାଯିବ ଏବଂ ରାଜ୍ୟପାଳ ତାଙ୍କୁ ସେଇ ପଦବୀରୁ ହଟେଇ ଦେଇପାରିବେ ବା ରିମୁଭ୍ କରିପାରିବେ। କିଏ? ଚିଫ୍ ଇନଫର୍ମେସନ କମିଶନ ହୁଅନ୍ତୁ ବା ଷ୍ଟେଟ୍ ଇନଫର୍ମେସନ କମିଶନ ହୁଅନ୍ତୁ। ଏଇଭଳି ଏକ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କିମ୍ବା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ଅଲଗା ଗୋଟେ ଇନଷ୍ଟିଟ୍ୟୁସନରେ ପ୍ରଫିଟ ପାଉଥିବେ ବା ଆପଣଙ୍କର ବେନିଫିଟ ପାଉଥିବେ, ତାହେଲେ ତାଙ୍କୁ କଣ ରିମୁଭ୍ କରିପାରିବେ ରାଜ୍ୟପାଳ। ସେ ଜାଣିପାରିବେ ଯେ ଯେ ସେଇ କାର୍ଯ୍ୟ କରିବେ ପୁଣି ଏଇ କାର୍ଯ୍ୟ କଲା ବେଳେ ତାଙ୍କର ମାନସିକ ସ୍ଥିତି ଭଲ ରହିବନି ବା ସେ କମ୍ପ୍ଲିଟଲି ଦକ୍ଷତାର ସହିତ କାର୍ଯ୍ୟ କରିପାରିବେନି, ଏଇ ଜିନିଷଟା ସେ ଭାବିପାରିବେ। ତେଣୁକରି ରାଜ୍ୟପାଳଙ୍କର ଅଧିକାର ଅଛି ବା ତାଙ୍କର କ୍ଷମତା ଅଛି ରିମୁଭ୍ କରିପାରିବେ। ତ ଭିଡିଓଟି ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଶେଷ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ନମସ୍କାର।